ସେମାନଙ୍କ ସହିତ ଭାଇଙ୍କର କୌଣସି ଦୂର ଦୂର ସହିତ ସମ୍ପର୍କ ନାହିଁ ନା ସେମାନଙ୍କର କୌଣସି ପ୍ରକାର ପାଖରେ ମଧ୍ୟ ନାହିଁ। ସେମାନେ ଆସି ମାରିଛନ୍ତି ଓନ୍ଲି ମୋର ଆଇକିରି କିଛିଟା ପଇସା ପାଇଁ ଏବଂ ପ୍ରକୃତ ଯୋଉମାନେ ମାରିଛନ୍ତି ଯୋଉ ରାଜନେତା ଜନନେତା ମାରିଛନ୍ତି। କିନ୍ତୁ 5-7 ଦିନ ତଳେ ବହୁତ ସାରା କଲ୍ ଦୁଇଟି ଆସିଲା, 2 ଦିନରେ 2ଟି କଲ୍ ଆସିଥିଲା ଯୋଉଟା କି ସେମାନେ ଧମକ ଦେଇଥିଲେ, ଅଶ୍ଳୀଳ ଭାଷାରେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିକି ମାରିବା ପାଇଁ ମଧ୍ୟ ଧମକ ଦେଇଥିଲେ। ଏହାକୁ ମୁଁ ଏସଡିପିଓ ସାର୍ ଆଉ ଆଇସି ମ୍ୟାଡାମ ମଧ୍ୟ ଜଣାଇଛି ମୁଁ ଏବଂ ଲିଖିତ ଆକାରରେ ଅଭିଯୋଗ କରୁଛି। ତାର ଅସଭ୍ୟ ଭାଷା ମାନେ ଯେହେତୁ ଆଣ୍ଟି ସୋସିଆଲ ଥିଲା, ସେମାନେ ଅସଭ୍ୟ ଭାଷାରେ ତାଙ୍କ ଲାଙ୍ଗୁଏଜରେ କହିଛନ୍ତି, ଯୋଉଟା କି କହିବା ସପକ୍ଷ ନୁହଁ। କେସ୍ ସମ୍ପର୍କ କ୍ୟାସ୍ ଉଠେଇବା ପାଇଁ କହିକିରି ଯୋଉ କ୍ୟାସ୍ ଦେଇଛୁ ଏସବୁ ଦୁନିଆ ପ୍ରକାର କହିଲେ, ଯୋଉଟା କି ମୁଁ ଲିଖିତ ଆକାରରେ ଦେଇଛି। ଏସବୁ ଆମେ ମିଡିଆ ଆଗରେ ସେ ଭାଷା ମଧ୍ୟ ଆମେ କହିପାରିବୁ। ତେଣୁ ସେଇଟା ତ ଦେଖିଲୁ ଆକ୍ଚୁଆଲି ଘଟଣାର ଯୋଉ କଣ ଥିଲା, ଘଟଣା ତ ଲାଇଭ ସ୍କ୍ରିନ୍ ହେଲା ପରେ ଦେଖାଗଲା। କିନ୍ତୁ ଦୁଃଖ ଲାଗିଲା ଯେ ଏପରି ମାନେ ଯୋଉମାନେ କି ଭାଇକୁ ସେମାନେ ଜାଣି ନାହାନ୍ତି, ଚିହ୍ନି ନାହାନ୍ତି, ସେମାନଙ୍କ ସହିତ ଭାଇଙ୍କର କୌଣସି ଦୂର ଦୂର ସହିତ ସମ୍ପର୍କ ନାହିଁ ନା ସେମାନଙ୍କର କୌଣସି ପ୍ରକାର ପାଖରେ ମଧ୍ୟ ନାହିଁ। ସେମାନେ ଆସି ମାରିଛନ୍ତି ଓନ୍ଲି ମୋର ଆଇକିରି କିଛିଟା ପଇସା ପାଇଁ ଏବଂ ପ୍ରକୃତ ଯୋଉମାନେ ମାରିଛନ୍ତି ଯୋଉ ରାଜନେତା ଜନନେତା ମାରିଛନ୍ତି। ବ୍ରହ୍ମପୁର ସାଧାରଣ ଆଗାମୀ ଦିନରେ ତାଙ୍କୁ ଠିକ ଉଚିତ ଜବାବ ଯୋଉମାନେ ବି ଗିରଫ ହୋଇଛନ୍ତି ଭାଇଙ୍କ ସାଙ୍ଗରେ ଯେତେବେଳେ ଡିରେକ୍ସନ ପ୍ରଥମେ ଆମେ ହିଁ ଆଶ୍ଚର୍ଯ୍ୟ, ମୋ ପରିବାର ମୁଁ ନିଜେ ଆଶ୍ଚର୍ଯ୍ୟ ଚକିତ ମଧ୍ୟ ହେଲି ଯେ ଏମାନେ କିପରି ମାରିଲେ ବୋଲି। ଆମେ ଆଶା ମଧ୍ୟ କରିନଥିଲୁ। ଯୋଉମାନେ କି ଆମ ଘରକୁ ଆସିଥିଲେ ଏବଂ ଯୋଉ ଭାଇଙ୍କର ମୃତ୍ୟୁ ପରେ ମଧ୍ୟ ସେଥିରୁ 2 ଜଣ ଆସିଥିଲେ, ଆସିକିରି ସେମାନେ ଆମକୁ ଆଶ୍ୱାସନା ମଧ୍ୟ ଦେଇଥିଲେ। ରାଜନୀତିରେ ସାର୍ ଦେଖନ୍ତୁ, ବାଦ ବିବାଦ, ଜୟ ପରାଜୟ, କ୍ରିଟିସାଇଜ ଏସବୁ ରହିବ। ତା ବୋଲିକି ଯେ ଆପଣ ଜଣେ ମଣିଷକୁ ମାରିଦେବେ ସେତିକି ରାଜନୀତି ଯୋଗ୍ୟ ନୁହେଁ। ପୁଲିସର କାର୍ଯ୍ୟଦକ୍ଷତା ସ୍ପେଶାଲି ବ୍ରହ୍ମପୁର ପୁଲିସ ଏସପି ସାର୍ଙ୍କୁ ମୁଁ ଧନ୍ୟବାଦ ଦେବି। ସେମାନେ ଦୋଷୀକୁ ଆରେଷ୍ଟ କରିଛନ୍ତି, ତଦନ୍ତ କରିଛନ୍ତି, ଆମକୁ ଏବଂ ବ୍ରହ୍ମପୁର ବାସୀଙ୍କୁ ଉଚିତ ନ୍ୟାୟ ଦେଇଛନ୍ତି। ସାର୍ ଦେଖନ୍ତୁ, କାଜୁଅ ଫିଙ୍ଗା ଫିଙ୍ଗି ରହିବ, ଯୋଉମାନେ କି ଦେଖନ୍ତୁ ଏବେ ମନେକର ଆପଣଙ୍କୁ ମଧ୍ୟ ଧରିଲା ପରେ ମଧ୍ୟ ଆପଣଙ୍କ ପାଇଁ କିଛି ଲୋକ ବାହାରି ପଡିବେ ଯୋଉଟା କି ଆପଣ କହିବେ ମିଥ୍ୟା ବୋଲିକିରି। ଯଦି ମିଥ୍ୟା ଅଛି ଯାହା ଅଛି ସେଟା କୋର୍ଟ ଡିସାଇଡ କରିବେ। ଆପଣ ପବ୍ଲିକ ଲୋକରୁ କିଛିଟା ଲୋକ ତାଙ୍କର ସାପେକ୍ଷ ଲୋକ ସେମାନେ ନିଷ୍ପତ୍ତି କରିପାରିବେନି ଯେ ସତ କି ମିଥ୍ୟା। ଯଦି ମିଥ୍ୟା ଅଛି କୋର୍ଟ ନିଷ୍ପତ୍ତି କରିବେ ଏଇଟା ମିଥ୍ୟା ନା ସତ୍ୟ କେସ୍।